नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथयते नमः। नमस्ते गुरु गोविंद सच्चिदानंद। नमस्ते गुरु गोविंद सच्चिदानंद। तुम्भ कृपा विनाशिना तुम्भ कृपा विनाशिना जगत अंध। नमस्ते गुरु गोविंद सच्चिदानंद। नमस्ते गुरु गोविंद सच्चिदानंद। नमस्ते परम गुरु नमो प्रेम कल्पतरु। नमस्ते परम गुरु नमो प्रेम कल्पतरु। तुम्भ कृपा होइले तुम्भ कृपा होइले हुए पूर्णानंद। नमस्ते गुरु गोविंद सच्चिदानंद। नमस्ते गुरु गोविंद सच्चिदानंद। तुम्भ कृपा विनाशिना तुम्भ कृपा विनाशिना जगत अंध। नमस्ते गुरु गोविंद सच्चिदानंद। नमस्ते गुरु गोविंद सच्चिदानंद। नमस्ते गुरु गोविंद सच्चिदानंद। तुम्भ कृपा विनाशिना जगत अंध। गुरुदेवंकर दया नहेले गुरु कृपा नहेले ये जगत अंध सदृश प्रतीयमान हुए। सज्जन मंडली भगवानकर शंकरंकर क्रोधरु जात होइथिबा जलंधर जेतेबेले ब्रह्मांक निर्देश रे शुक्रमुनिक द्वारा अभिषिक्त होई सिंधु प्रदेशर राजा भावरे अभिषिक्त हेले। सिंधु नंदन जलंधरंकर अभिषेक करिबा परे कालनेमी दैत्यर कन्या वृंदावती सहित जलंधरंकर विवाह समापन करागला। जलंधर वृंदावती की विवाह करी मर्त्यर शासन करने को लगिले। से कन्या शुक्र मंत्री बोले जलंधर को विवाह कले। कार्तिक व्रतर महिमा के कही पारे गुण सीमा। से सती पतिव्रता पुण्य असुर तेज दिनु दिने। कार्तिक व्रत कथा एही शुण सुजने मन। शपथ दीपे चक्रवर्ती होइला सागर संतति। संसार मध्य जेते धर्म तुहे कार्तिक संगे संग। जलंधर महामंत्री शुक्रंक सहित असुर सेनाबलंक सहित जेतेबेले निजे राजसिंहासन रे उपवेशन करिसेंती सेही समय राहु दैत्य आसी प्रवेश हैला। राहु दैत्य को देखि जलंधर पचारिला, अरे राहु तुम्हें एमती अर्ध शरीर कहीं प्राप्त होइछ? तुमर काया कहीं नहीं, तुमर शरीर कहीं नहीं, तुमर मुंडटी केवल कहीं अच्छी? शुक्राचार्य कहले से बहुत गहन कथा, जदि तुम्हें जानिबा को चाहुच मु तुमको संक्षेप रे कहबी। ए कथा मोर आगे कह देखिया कुल मोर देह। कार्तिक व्रत कथा एही शुण सुजने मन दे।
କେତୋତେ କଲା ଏତେ ସରି ଆଜ ସାରିବି ତାର ଶିରି। କାର୍ତ୍ତିକ ବ୍ରତର ମହିମା କେ କହି ପାରେ ଗୁଣସି। ରାହୁ କହିଲେ ହେ ମହାରାଜ ଆପଣ ଯଦି ମୋର ଏ ଦଶାର କାରଣ କିଏ ଜାଣିବାକୁ ଚାହୁଁଛନ୍ତି ଆପଣ ଭୃଗୁନନ୍ଦନ ଶୁକ୍ରାଚାର୍ଯ୍ୟଙ୍କୁ ପଚାରିଲେ ସିଏ ଏହାକୁ ଠିକ୍ ଭାବରେ ଆପଣଙ୍କୁ ବୁଝେଇ ପାରିବେ। ରାଜା ବଚନେ ଶୁକ୍ରମୁନି କହନ୍ତି ଶିଷ୍ୟ ସ୍ନେହ ଘେନି। କାର୍ତ୍ତିକ ବ୍ରତର ମହିମା କେ କହି ପାରେ ଗୁଣସି। ଶୁଣ ରାଜନ ଚୂଡ଼ାମଣି ଏ ପରା ସତ୍ୟ ଯୁଗବାଣୀ। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। ଶୁକ୍ରାଚାର୍ଯ୍ୟ କହିଲେ ମହାରାଜ ସତ୍ୟ ଯୁଗରେ ଯେତେବେଳେ ଦୁର୍ବାସାଙ୍କ ସାପରେ ଦେବତାମାନେ ଅସୁରମାନଙ୍କର ଶକ୍ତି କ୍ଷୀଣ ହୋଇଗଲା ଦେବତାମାନେ ସ୍ୱର୍ଗର ସମସ୍ତ ସମ୍ପତ୍ତିକୁ ଉପଭୋଗ କଲେ ଦେବତା ଆଉ ଅସୁର ଦୁଇ ଜଣ ଯାକ ମିଶି ସମୁଦ୍ର ମନ୍ଥନ କରିବା ପାଇଁ ନିଷ୍ପତ୍ତି କଲେ। ସମୁଦ୍ର ମନ୍ଥନ କରିବା ଦ୍ୱାରା ସମୁଦ୍ର ଗର୍ଭରୁ ଯାହା ପ୍ରାପ୍ତି ହେଲା ତାଙ୍କୁ ନାରାୟଣ ସବୁ ଜିନିଷ ନେଇ ଚାଲିଗଲେ। କହିଲେ ଅମର ଭଣ୍ଡାରେ ରଖାଇ ଆପେ ଲକ୍ଷ୍ମୀ କି ବିବାହ ହୋଇ। କାର୍ତ୍ତିକ ବ୍ରତର ମହିମା କେ କହି ପାରେ ଗୁଣସି। ପୁଷ୍ପକ ଆଦି ରଥ ଯେତେ ସୁରାଦି ଔଷଧ ସହିତେ। କାର୍ତ୍ତିକ ବ୍ରତର ମହିମା କେ କହି ପାରେ ଗୁଣସି। ହରିଚନ୍ଦନ ପାରିଜାତ ଉଚ୍ଚେଶ୍ରବାଦୀ ଐରାବତ। କାର୍ତ୍ତିକ ବ୍ରତ କଥା ଏହି ଶୁଣ ସୁଜନେ ମନ ଦେ। ଏମନ୍ତ ଉପୁଜିଲେ ଯେତେ ବିଷ୍ଣୁତା ଦେବତାଙ୍କ ହିତେ। ସଂସାର ମଧ୍ୟ ଯେତେ ଧର୍ମ କାର୍ତ୍ତିକ ସଙ୍ଗେ ନୁହେଁ ସମ। ଅମର ଭଣ୍ଡାରେ ରଖାଇ ଆପେ ଲକ୍ଷ୍ମୀ କି ବିବାହ ହୋଇ। କାଟିଲେ ସଂସାର ବନ୍ଧନ ପାଇବୁ ଶ୍ରୀ ମଧୁସୂଦନ। କହିଲେ ସମ୍ପଦ ଆଶାରେ ବାସୁକି ନାଗକୁ ଧରି ମନ୍ଦରାଚଳ ପର୍ବତକୁ ଖୁଆ କରି ବାସୁକି ନାଗକୁ ନେତି କରି ଗୋଟିଏ ପାର୍ଶ୍ୱରେ ଦେବତାମାନେ ଗୋଟିଏ ପାର୍ଶ୍ୱରେ ରାକ୍ଷସମାନେ ବାସୁକି ନାଗକୁ ନେତି କରି ମନ୍ଦରାଚଳକୁ ଯେତେବେଳେ ସମୁଦ୍ରରେ ମନ୍ଥନ କରିବାକୁ ଲାଗିଲେ ସମୁଦ୍ର ଭିତରୁ ଉଚ୍ଚେଶ୍ରବା ଅଶ୍ୱ ପାରିଜାତ ପୁଷ୍ପ ଐରାବତ ହସ୍ତି ଯେଉଁମାନେ ସମସ୍ତ ସମ୍ପଦ ଯାହା ବାହାରିଲା ତାକୁ ଦେବତାମାନେ ନେଇକରି ଚାଲିଗଲେ। ଏବଂ ଲକ୍ଷ୍ମୀ ମଧ୍ୟ ଯେତେବେଳେ ବାହାରିଲେ ଲକ୍ଷ୍ମୀକି ମଧ୍ୟ ଭଗବାନ ବିଷ୍ଣୁ ନିଜେ ଆବିର୍ଭାବ ହୋଇ ଲକ୍ଷ୍ମୀକି ପତ୍ନୀ ରୂପେ ଗ୍ରହଣ କଲେ। ଅମର ଯେତେ ସମ୍ପତ୍ତି ବାହାରିଲା ଯେତେ ଐଶ୍ୱର୍ଯ୍ୟ ବାହାରିଲା ସମସ୍ତ ସମ୍ପତ୍ତିକି ନେଇଗଲେ ନାରାୟଣ। ଏବଂ ଅମୃତ ଯେତେବେଳେ ବାହାରିଲା ଅମୃତକୁ ନିଜେ ଯେତେବେଳେ ନାରାୟଣ ନେଇଗଲେ ରାହୁ ଏହାର ବିରୁଦ୍ଧାଚରଣ କରିବାରୁ ରାହୁର ଦଶା ଆଜି ଏପରି ହେଇଛି। ବୋଲ ବାବାଜୀ ମହାରାଜ ଗୁରୁଦେବ ଶ୍ରୀ ବିମଳାଚରଣ ଦାସ ମହାରାଜ କି ଜୟ।